समस्त को नमस्कार। अद्य ता 21/12/2024 शनिवार दिन दिबा 10 घटिकार पुलिस कॉलोनी क्लस्टर सप्तम क्लस्टर स्तरीय मासिक बैठक पौर सरकारी उच्च विद्यालय बिड़ानासी ठारे अनुष्ठित होइथिला। पूर्व सूचना अनुसार समस्त विद्यालयर प्रधान शिक्षयित्री और जड़े एफएलएन टीचर एही बैठक रे उपस्थित होइथिले। प्रथमे ईश्वरଙ୍କ निकटरे समस्ते मिलित प्रार्थना करिथिले। एहा परे एही विद्यालयर एफएलएन कक्ष गुड़िक श्रेणी शिक्षयित्री माने परिदर्शन करिथिले। एहा परे चलित डिसेम्बर मासर शैक्षिक कैलेंडर विषय आलोचना होइतिला। नमूना पाठ योजना उपरे आलोचना कराइतिला। श्रेणी परिचालना समय रे शिक्षक शिक्षयित्री मानकर होउथबा सुविधा और असुविधा मान आलोचना कराइतिला। इंग्लिश सरकार को कहुई गोरा बेपारी। हाँ। आम देशर धन संपद को देखिक विदेशी मानकर लोभ बढ़ीगला। देखी विदेशी बढ़िला लोभ दखल कले से सारा मुलक से खाई आम गुली बंदूक बोही नेले आम देशरु धन चाबुक पहाड़े कले शासन पाटी कले हेला बेत पहाड़ गुली रे फाटिला मथा कहार सह सह स्वाधीनता सैन हसी हसी कले कारावरण गोरा बेपारी हेले पागल तांकर कषण छवि गोरा शासकଙ୍କ दमन लीला मनकु तांकर अथिर कला देखी गले गीत माଳ कुमाଳ ଆମ ଏ ଦେଶର ଯଶ ବିଭବ देखी विदेशीଙ୍କ ବଢିଲା ଲୋଭ देखी विदेशीଙ୍କ ବଢିଲା ଲୋଭ ଦଖଲ କଲେ ସେ ସାରା ମୁଲକ ଦେଖାଇ ଆମକୁ ଗୁଳି ବନ୍ଧୁକ ଦେଖାଇ ଆମ गुली बंदूक करंतु पछ पिला करूनांती किछि तापरे मु प्रथम दुष्ट पिला आपण माने द्वितीय पद पढाओ ଆମ ଏ ଦେଶର ଯଶ ବିଭବ देखी विदेशीଙ୍କ बढिला लोभ ଯଶ ବିଭବ देखी विदेशीଙ୍କ बढ़िला लोभ दखल कले से सारा मुलक देखाई आमको गुली बंदूक गुली बंदूक मु दुई पद पढिबे तापरे तुम माने दुई पद पढो ଆମ ଏ ଦେଶର ଯଶ ବିଭବ देखी विदेशीଙ୍କ बढ़िला लोभ दखल कले से सारा मुलक देखाई आमको गुली बंदूक पदटा पढिबे तापरे तुम पढिबो ଆମ ଏ देखाई ଆମକୁ गुली बंदूक ଆମ ଏ ଦେଶର ଯଶ ବିଭବ ଦେଖି ବିଦେଶୀ। ତାହେଲେ ଆପଣ ଟିକେ ଖାଲି ପଢି ଦିଅନ୍ତୁ ପିଲାମାନେ ଚାଲ ବୁଲି ଯିବା ମାମୁଁ ଘର। संजय और मंजू दुई भाई भौणी खरा दिन छुट्टी रे मामू घर को बाहरिले। खरारे चाली चाली थकी पड़िले तेणु गछ छाई देखी बसिले। थकी पड़िथिबारु सेमानकु निद आसीगला। देखु देखु बेल बढ़ीगला। आखि खोलिला बेलकु पूरा अंधार हो जाई थाए। बिलुआ मानक रड़ी शुणी सेमाने डरीगले। झटपट पाद पकाई आग को चलिले। जोगकु बाटरे रमेश सह देखा हैला। से मानक मामू पुआ भाई तीन जण मिसी हरिण और ठेकुआ भोजी करिए बोली मिसिकी बिलुआ पाखु गले। हाँ बिलुआ ठेकुआ सहयोग सहयोग कले।
ତାହେଲେ ଏଠି ମାପିପାରିବା ବହିକୁ ମାପିପାରିବା ବହିର ଲମ୍ବ ତାପରେ ଆଉ କଳାପଟାକୁ ମାପିପାରିବା ତାର ଲମ୍ବ ଆଉ ପ୍ରସ୍ଥ ଆଉ ଝରକାକୁ ମାପିପାରିବା ଝରକା ମିଟର ବାଡି ହଁ ଏସବୁ ରୁଲ ବାଡି ହଁ ମାପି ପାରିବା ଏଥିରେ ସ୍କେଲ ସେଟ୍ ସ୍କୋୟାର ଏକ ବିଭକ୍ତ ତିନି ଆଉ 3 ବିଭକ୍ତକ 4 ହଁ ଆଉ ଗୋଟେ 5 ବିଭକ୍ତ 7 ଆଉ ଗୋଟେ 7 ବିଭକ୍ତ 8 ହଉ ଧନ୍ୟବାଦ। ମାନ ନିର୍ଦ୍ଧାରଣ ଟ୍ରାକର ରେଜିଷ୍ଟର ସମ୍ପର୍କରେ ଆଲୋଚନା କରାଯାଇଥିଲା। ପୂର୍ବ ବୈଠକର ବିଷୟବସ୍ତୁ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଭାଷା ଶିକ୍ଷଣ ପାଇଁ 120 ମିନିଟର ଏକକ ନମୁନା ପାଠ ଯୋଜନା କରି ଦେଖାଇଥିଲେ ଆର୍.ପି. ଶ୍ରୀମତୀ ମଧୁସ୍ମିତା ଦଳେଇ, ସହକାରୀ ଶିକ୍ଷୟିତ୍ରୀ, ପୌର ସରକାରୀ ଉଚ୍ଚ ବିଦ୍ୟାଳୟ ବିଡ଼ାନାସୀର। ସେ ପୁରାପୁରି ଭାଷା ଶିକ୍ଷଣ କିପରି ନେଉଛନ୍ତି ବିଦ୍ୟାଳୟରେ 120 ମିନିଟର ପୁରା ଡେମୋ କ୍ଲାସ୍ କରି ଦେଖାଇଥିଲେ। ସେଥିରେ ମୌଖିକ ଭାଷାର ବିକାଶ ପାଇଁ କିପରି 40 ମିନିଟ ଯାଉଛି କରି ଦେଖାଇଥିଲେ। ଡିକୋଡ଼ିଂ ଓ ଲିଖନ ପାଇଁ କିପରି 40 ମିନିଟ ସମୟ ପିଲାମାନଙ୍କ ସହିତ ଆଲୋଚନା କରାଯାଉଛି ସେ ସମ୍ପର୍କରେ ଦେଖାଇଥିଲେ। ପଠନ ଓ ଲିଖନ ପାଇଁ କିପରି 40 ମିନିଟ ଆଲୋଚନା କରିଥିଲେ। ଏହାପରେ ଆର୍.ପି. ସିଆର୍ସିସି ଶ୍ରୀମତୀ ରାଜଶ୍ରୀ ମହାପାତ୍ର, ପୋଲିସ କଲୋନୀ କ୍ଲଷ୍ଟର, ସେ ଗଣିତ ଶିକ୍ଷଣ ପାଇଁ 90 ମିନିଟର ଏକ ବହୁଶ୍ରେଣୀ ପାଠ ଯୋଜନା କରି ଦେଖାଇଥିଲେ। ପ୍ରଥମ ଶ୍ରେଣୀର ହନୁର କଦଳୀଖିଆ ପଢ଼ାଇଥିବା ସମୟରେ ଦ୍ୱିତୀୟ ଶ୍ରେଣୀର ଲମ୍ବ କେତେ ଜାଣିବା। ଏହି ଗଣିତ ଶିକ୍ଷଣ କାର୍ଯ୍ୟ ପାଇଁ ସେ 4ଟି ପର୍ଯ୍ୟାୟରେ କରି ଦେଖାଇଥିଲେ। ମୂର୍ତ୍ତ ପର୍ଯ୍ୟାୟ ପାଇଁ 30 ମିନିଟ ଦେଇଥିଲେ, ଚିତ୍ରିତ ପର୍ଯ୍ୟାୟ ପାଇଁ 20 ମିନିଟ ଦେଇଥିଲେ, ଅମୃତ ପର୍ଯ୍ୟାୟ ପାଇଁ 10 ମିନିଟ ଦେଇଥିଲେ ଏବଂ ଅଭ୍ୟାସ କାର୍ଯ୍ୟ ପାଇଁ 20 ମିନିଟ ଦେଇଥିଲେ। ଏହାପରେ ଶିକ୍ଷଣ ସାମଗ୍ରୀକୁ ନେଇ ଭଗ୍ନାଂଶ ଓ ଭଗ୍ନ ସଂଖ୍ୟା ଜାଣିବା, ଜିକେ କିଟ୍ରେ ଥିବା ଭଗ୍ନାଂଶ ଖଣ୍ଡ ଓ ଭଗ୍ନାଂଶ ପଟ୍ଟିର କିପରି ବ୍ୟବହାର କରିବେ ସେ ବିଷୟରେ ଆଲୋଚନା କରିଥିଲେ। ଭଗ୍ନ ସଂଖ୍ୟାର ସାନ ବଡ଼, ସମଭଗ୍ନାଂଶର ସମହର, ସମଲବ କିପରି ଜାଣିବା, ଗଣିତ ଖେଳ ଶିକ୍ଷାର୍ଥୀଙ୍କ ପାଇଁ କିପରି QR କୋଡ଼କୁ ବ୍ୟବହାର କରି ଦୀକ୍ଷା ଆପ୍କୁ ସ୍କାନ୍ କରି ପିଲାମାନଙ୍କୁ ଖେଳ ଦେଖାଇବେ ସେ ସମ୍ପର୍କରେ ଅଭ୍ୟାସ କରାଇଥିଲେ। ଗୋଟିଏ ଶିକ୍ଷଣ ସାମଗ୍ରୀ ଅନେକ ଧାରଣା, ଗୋଟିଏ ଧାରଣା ଅନେକ ଶିକ୍ଷଣ ସାମଗ୍ରୀ ଉପରେ ଆଲୋଚନା କରିଥିଲେ। ଆସନ୍ତା 2025 ମସିହା ଜାନୁଆରୀ ମାସରେ ଆମର ବିଦ୍ୟାଳୟ ସ୍ତରରେ ନିପୁଣ ମେଳା ଉପରେ ସିଆର୍ସିସି ଆଲୋଚନା କରିଥିଲେ। ସମସ୍ତ ବିଦ୍ୟାଳୟରୁ ବେଷ୍ଟ ପ୍ରାକ୍ଟିସ୍ ଓ ଇନୋଭେସନକୁ କ୍ଲଷ୍ଟର ସ୍ତରୀୟ ଏକ ମେଳାରେ ପ୍ରଦର୍ଶନ କରିବା ପାଇଁ ପ୍ରସ୍ତୁତି କରିବାକୁ ବିଦ୍ୟାଳୟମାନଙ୍କୁ ସୂଚନା ଦେଲେ। ଏହାପରେ ରେସ୍ପେକ୍ଟେଡ୍ ବିଓ ଶ୍ରୀମତୀ ଅଭିଜିତା ଭାସ୍କର କଟକ ସଦର ଆମ ଏହି କ୍ଲଷ୍ଟର ବୈଠକରେ ଉପସ୍ଥିତ ହୋଇଥିଲେ। ସେ ସମସ୍ତ FLN ଥିବା ସମସ୍ତ ବିଦ୍ୟାଳୟରେ କିପରି ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରାଯିବ ସେହି ସମ୍ପର୍କରେ ଆଲୋଚନା କରିଥିଲେ। ଆମର ପୋଲିସ କଲୋନୀ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ 7ମ କ୍ଲଷ୍ଟର ସ୍ତରୀୟ ବୈଠକ ସମାପ୍ତି ଘଟିଥିଲା। ଶେଷରେ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସିଆର୍ସିସି ଧନ୍ୟବାଦ ଦେଇଥିଲେ। ନମସ୍କାର।